नमस्कार। जय श्री जगन्नाथ। ओडिशार अगणित छात्रछात्री और आस आमे पढ़िबा यूट्यूब चैनल सदस्य और सदस्य मानक मु दिव्यांशु स्वागत करुछि। आसंतु आजिर विषय वस्तु उपरे आलोचना करिबा। क्लास 3 तृतीय श्रेणीर सब्जेक्ट एमआईएल ओडिया आर टॉपिक पिला माने रहिछि अध्याय 4 रो निज निज काम करिबा हला अध्याय 4 ए अध्याय 4 रो विषयटी रहिछि मन बदलिला। तो मन बदलिला कोन केमिति मन बदलिछि एई विषय रे आमे वर्तमान आलोचना करिबा। आसो देखिबा मन बदलिला विषयटी वर्तमान आमे पढ़िबा ओ ता उपरे चर्चा करिबा। से दिन थिला रविवार। दीपुन बगीचारे खेलुथिला। घर भितरकू बापांकर डाक शुभिला। मने मने भाबिला एबे बोधे पढ़िबाकू डाकिलेनी। तार मन दुख हेला। घर भितरकू गले पढ़िबाकू पड़िबो। घरे पाठ विद्यालय रे पाठ से व्यस्त होई पड़ी गछ तले बसी पड़िला। देखो रविवार दिन समस्त को खेलिबार इच्छा होई थाए। एठी दीपुन बगीचारे खेलुथिला। तुमे माने मध्य तुम घर पाख बगीचारे खेल पड़ियारे खेलुछ। तो एठी घरर बगीचा अछि तो घर बगीचारे किए खेलुथिला दीपुन खेलुथिला। तो घर भितर बापा डाक छाड़िले। तो दीपुन एठारे मने मने भाबिछि मते पढ़िया पय डका गलानी। पिला माने पाठ पढ़िया कोन एते कष्ट। सबुठारु जदि किछि सहज काम थाए सेटा हला पिला माने पाठ पढ़िया। तो देखो एठी दीपुन रो मन किभଳି भाबरे बदलिछि ए विषय रे आमे आगो को पढ़िबा। घरे पाठ विद्यालय रे पाठ से व्यस्त होई पड़िछि गछ तळे बसी पड़िला। तो एठी दीपुन व्यस्त हो जाइछि। मु केते पाठ पढ़िबी तमान मन रे पिला माने आसुनी केते पाठ पढ़िबी। प्रथम श्रेणी रु पढ़ी पढ़ी आसिलेनी तृतीय श्रेणी जाय खाली बसी पाठ पढ़िबी। तो एठी दीपुन रो मध्य सेही भଳି भावना आसीछि। आसो आगु को भी आलोचना करिबा। एतिकी बेले महुमाछीटीए गुणु गुणु गीत गाई ता पाख देई उड़ी गला ओ फूल उपरे बसी पड़िला। फूलटी पवन रे हली गला। दीपुन को लागिला महुमाछीटी दोली खेलुछि। से मने मने भाबिला मु महुमाछीटीए होइथांती कि भारी मजा होइथांता। मते पाठ पढ़ियाकू पड़ी न थांता। महुमाछी दीपुन रो मन कथा बुझी पारिला ओ दीपुन पाखकू उड़ी आसी कहिला, दीपुन तुमे भाबुछ कि मते काम करियाकू पड़ुनी। देखो एठी ଏବେ ଆମେ ଦେଖ ଗୋଟେ ବଗିଚାରେ ଯେତେବେଳେ ଦୀପୁନ ଖେଳୁଛି ତ ଫୁଲ ଗଛ ଅଛି ତ ସେଠି ମହୁମାଛି ଗୀତ ଗାଇଛି ଗୁଣୁ ଗୁଣୁ ହୋଇ ଗୀତ ଗାଇକି ବୁଲି ଆସିଛି। ତ ଯେତେବେଳେ ପବନ ହେଇଛି ସେ ସମୟରେ କଣ ଫୁଲଟି ହଲିଛି ଓ ଦୀପୁନ ଏସବୁକୁ ଦେଖି ତାକୁ ଭାବୁଛି ମହୁମାଛିଟା ଦୋଳି ଖେଳୁଛି ଆନନ୍ଦରେ ଗୀତ ଗାଇ ବୁଲୁଛି। ମୁଁ ଯଦି ଗୋଟେ ମହୁମାଛି ହେଇଥାନ୍ତି ମତେ କେତେ ଖୁସି ମିଳିଥାନ୍ତା ଆଉ ପାଠ ପଢିବାକୁ ପଡି ନଥାନ୍ତା। ତ ଏଇଠି ମହୁମାଛି ଦୀପୁନର ସବୁ ମନର କଥାକୁ ବୁଝି ପାରିଛି ଓ ସେ ଦୀପୁନକୁ କହୁଛି ମହୁମାଛିର କାମ ଏଇଠି କଣ ମହୁମାଛି କଣ କଣ କାମ କରୁଛି। ଦେଖ ଦୀପୁନ ଏଟା କି ମହୁମାଛି କହୁଛି ଦୀପୁନ ତୁମେ ଭାବୁଛ କି ମତେ କାମ କରିବାକୁ ପଡୁନି। ନା ନା ସେ କଥା ନୁହେଁ। ମୁଁ ଫୁଲରୁ ଫୁଲକୁ ଉଡି ମହୁ ସଂଗ୍ରହ କରି ସଞ୍ଚୟ କରେ। ସେଇ ମହୁକୁ ଲୋକମାନେ ନେଇ କାମରେ ଲଗାନ୍ତି। ସେତେବେଳେ ମୁଁ ଭାରି ଖୁସି ହୁଏ। ତ ଦେଖ ମହୁମାଛିର କାମ ହେଲା କଣ ମହୁ ସଂଗ୍ରହ କରିବା। ତ ଏଇଠାରେ ମହୁମାଛିଟା ଦୀପୁନକୁ କହିଛି ଦୀପୁନ ମୁଁ ବହୁତ କାମ କରେ ଏ ଫୁଲରୁ ସେ ଫୁଲକୁ ଉଡି ବୁଲିଥାଏ। କେବଳ ଗୋଟିଏ ମୋର ଲକ୍ଷ୍ୟ ଥାଏ ମହୁ ସଂଗ୍ରହ ଆଉ ସେଇ ମହୁକୁ ଯେଉଁ ସମୟରେ ଲୋକମାନେ ନେଇକରି ବ୍ୟବହାର କରନ୍ତି ସେଇ ସମୟରେ ମୁଁ ବହୁତ ଖୁସି ହୋଇଥାଏ। ତ ଏଇଠି ଦେଖ ପୁଣି ଆସିଛି ଦୀପୁନ
ଗଛ ମୂଳେ ସେମିତି ବସିଥାଏ। ଦୀପୁନ ଏଠି ଦେଖ ପିଲାମାନେ ଗଛ ମୂଳେ ଏଠି ଗଛ ମୂଳେ ଦୀପୁନ ବସିଛି। ତାଙ୍କ କୁକୁରଟି ତା ପାଖକୁ ଆସି ପାଖରେ ଶୋଇପଡ଼ିଲା। ତ ଏଇଠି ଦେଖ ବଗିଚାରେ ଗଛ ଲାଗିଛି, ସେ ବସିଛି, ଗାଈ ମଧ୍ୟ ଅଛି, କୁକୁର ଆସିକି ଦୀପୁନ ପାଖରେ ଆସିକି ଶୋଇପଡ଼ିଛି। ଦୀପୁନ ତାର ଦେହକୁ ଟିକେ ଆଉଁସି ଦେଲା। କୁକୁରଟି ଦୀପୁନ ପାଖକୁ ଆଉଜି ଆସିଲା। ଦୀପୁନ ଭାବିଲା କୁକୁରର ଜୀବନଟା ଭଲ। କୁକୁର ବି ଦୀପୁନର କଥା ବୁଝିପାରିଲା। ଦେଖ, ଗୋଟେ କୁକୁରର ଜୀବନକୁ ଏଠି ଦୀପୁନ କହୁଛି ଭଲ ଜୀବନ। ତ ଏଠି କୁକୁର କହୁଛି ଯେ ନାଇଁ, ତୁମେ ଯୋଉ ଜୀବନ ପାଇଛ ସେଇ ଜୀବନ ସବୁଠାରୁ ଅତି ମୂଲ୍ୟବାନ। ନିଜ ଜୀବନର ମହତ୍ଵ ପିଲାମାନେ ବୁଝ। ଆଜି ପାଠ ପଢିବାକୁ କଷ୍ଟ ହୋଇଥାଇପାରେ, କିନ୍ତୁ କାଲି ତୁମେ ମାନେ ଏହି ପାଠ ଦ୍ୱାରା ତୁମର ଜୀବନର ଲକ୍ଷ୍ୟ ସ୍ତରରେ ତୁମେ ମାନେ ପହଞ୍ଚି ପାରିବ। ତ ଏଠାରେ ଦେଖ କୁକୁରଟି ଦୀପୁନକୁ କଣ କହିଛି? ଦୀପୁନ, ରାତି ସାରା ମୁଁ ତୁମ ଘର ଜଗେ, ଅଜଣା ଲୋକଙ୍କୁ ଘରେ ପୁରାଇ ଦିଏ ନାହିଁ। ମୋ ଯୋଗୁଁ ତୁମେ ମାନେ ରାତିରେ ଶାନ୍ତିରେ ଶୋଇପାର। ତା ବଦଳରେ ତୁମେ ମତେ ଖାଇବାକୁ ଦିଅ ଓ ମୋର ଯତ୍ନ ନିଅ। ତ ଏଠାରେ ଦେଖ ଗୋଟେ କୁକୁରଟେ କହୁଛି ଦୀପୁନକୁ କହୁଛି, ମୁଁ ତୁମର ଘର ଜଗେ। କୁକୁର କଣ କରେ? ଘର ଜଗେ ସାଧାରଣତଃ। ଅଜଣା ଲୋକମାନଙ୍କୁ ସେ ଘରେ ପଶେଇ ଦିଏ ନାହିଁ। ଆଉ ତା ଯୋଗୁଁ ଆମେମାନେ ଶାନ୍ତିରେ ଶୋଉଛେ। ତା ବଦଳରେ ଆମେମାନେ କଣ କରୁଛେ? କୁକୁରକୁ ଖାଇବାକୁ ଦଉଛେ ଆଉ ତାର ଯତ୍ନ ନଉଛେ। ପିଲାମାନେ, ତୁମ ପରିବେଶରେ ବା ତୁମ ଘରର ଆଖପାଖରେ ଯଦି କୁକୁର ରହୁଛି, ତାକୁ ସକାଳେ ଆଉ ସନ୍ଧ୍ୟାରେ 2 ଥର ଖାଇବାକୁ ଦିଅ। ଆଉ ଗୋଟିଏ କିଛି ଛୋଟିଆ କୁଣ୍ଡଟିଏ କରି ସେଥିରେ ପାଣି ରଖ। ବର୍ତ୍ତମାନ ଖରା ଦିନରେ ତୁମେ ମାନେ ଏଇ ସବୁ ସେବା କରିପାରିବ। ଆସ ଆମେ ଏବେ ଆଗକୁ ଆଲୋଚନା କରିବା। ଗାଈଟି ତା ପାଖ ଦେଇ ଚାଲିଗଲା। ଯେତେବେଳେ ଗାଈଟା ସେଇଠି, ତମମାନଙ୍କୁ ମୁଁ କହିଥିଲି ପିଲାମାନେ ଚିତ୍ରରେ, ଗାଈଟା ହେଲେ ମଧ୍ୟ ଦୀପୁନର ପାଖ ଦେଇ ଯାଇଛି। ଗାଈକୁ ଦେଖି ଦୀପୁନ ମନେ ମନେ ଭାବିଲା ଗାଈଟି ବୋଧେ ଭାରି ଖୁସିରେ ଅଛି। ଦୀପୁନ କହିଲା, ତମର କିଛି କାମ ନାହିଁ, ମତେ ତ ପାଠ ପଢିବାକୁ ପଡୁଛି। ଗାଈ କହିଲା, ମୁଁ ଦିନ ସାରା ଘାସ ଚରେ, ଘରକୁ ଫେରିଲେ କ୍ଷୀର ଦୁଆଁ ହୁଏ, ସେଇ କ୍ଷୀରକୁ ନେଇ ମୋ ମାଲିକ ପରିବାର ଚଳେ। ସେଥିପାଇଁ ମାଲିକ ମୋର ଯତ୍ନ ନିଏ। ତେଣୁ ମୁଁ ଜାଣିଛି ନିଜ କାମ ଠିକ ଭାବରେ କଲେ ଆମେ ଖୁସିରେ ରହିବା। ଏଠି ଦେଖ ଗାଈଟି କୁ ଦେଖି ଦୀପୁନ କହିଛି, ଗାଈକି ବୋଧେ କିଛି କାମ କରିବାକୁ ପଡେନି, ଆରାମସେ ଖାଇ ପିଇକି ଗାଈ ବୁଲୁଛି। ଏଠି ଗାଈ କହୁଛି, ମୁଁ ଦିନ ସାରା ଚରେ, ମାନେ ଦିନ ସାରା ସେ ଚାରଣ ଭୂମିରେ ଯାଇକି ବୁଲିଥାଏ, ଘାସ ଖାଇଥାଏ। ତ ସେ ଯେତେବେଳେ ଘରକୁ ଆସେ ଗାଈ ସନ୍ଧ୍ୟା ହେଲେ, ଗାଈର କଣ କ୍ଷୀର ଦୁଆଁ ହୁଏ। ଆଉ ସେଇ କ୍ଷୀରକୁ ତାର ମାଲିକ ନେଇକି ବଜାରରେ ବିକ୍ରି କରେ ଆଉ ତାର ପରିବାର ଚଳିଥାଏ। ସେଥିପାଇଁ ମାଲିକ ଗାଈର ଯତ୍ନ ନିଏ, ଗାଈକୁ ଦାନା ଦେଇଥାଏ ଖାଇବାକୁ ଓ ଗାଈର ଗୋବର କାଢିଥାଏ, ଗାଈକୁ ସୁନ୍ଦର ପରିବେଷଣ କରି ରଖିଥାଏ ନିଜ ପାଖରେ, ନିଜ ଗୁହାଳରେ। ତ ଏଠାରେ ଗାଈ କହିଛି, ନିଜର କାମ ଠିକ ଭାବରେ କଲେ ଆମେ ଖୁସିରେ ରହିପାରିବା। ଦୀପୁନ ଯେତେବେଳେ ଏଇ ପଦିଏ କଥା ଶୁଣିଛି ଗାଈ ଠାରୁ, ତ ଦୀପୁନର ଏଠି ମନେ ପଡିଛି, ମୁଁ ବି ମଧ୍ୟ ଆଜିଠାରୁ ମୋର କାମ ଠିକ କରିବି ଆଉ ଖୁସିରେ ରହିବି। ତ ଦୀପୁନର ମନ ଏଠାରେ ପରିବର୍ତ୍ତନ ହୋଇଛି। ଦେଖ, ଯେତେବେଳେ ତାର ଘରର ପରିସ୍ଥିତି ହିସାବରେ ସେ କଣ କରୁଛି ଦୀପୁନ। ଦୀପୁନର ମନେ ପଡିଲା ବାପା ଡାକୁଥିଲେ ବୋଲି। ସେ ଘରକୁ ଗଲା ଓ ଦେଖିଲା ବାପା ମା ରୋଷେଇ କରୁଛନ୍ତି। ଚିକି ଦିଦି ହୁଇଲ ଚେୟାରରେ ମାଙ୍କ ପାଖରେ ବସି ରୋଷେଇ ଦେଖୁଥିଲା, ନିଜ ଚିତ୍ରକୁ ରଙ୍ଗ କରୁଥିଲା। ଦୀପୁନକୁ ଦେଖି ବାପା ଗୋଟିଏ ପ୍ଲେଟରେ ଦହିବରା ବାଢି ତା ଆଡକୁ ବଢାଇ ଦେଲେ। ଦୀପୁନ ଭାବିଲା, ଆରେ ମତେ ଖାଇବାକୁ ଡାକ ହେଉଥିଲା, ମୁଁ ଭାବିଲି ପାଠ ପଢିବାକୁ। ସେମାନେ ମୋର ଖାଲି ପାଠ କଥା ନୁହେଁ, ସବୁ ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି।
ତେଣୁ ମୁଁ ମୋର କାମ ଠିକ୍ ଭାବରେ କରିବି। ଦହିବରା ଖାଇ ଥାଳିଟିକୁ ଧୋଇ ଧାଇ ବାସନ ଜାଗାରେ ରଖିଦେଲା। ଏହା ଦେଖି ମା କହିଲେ, ଆରେ ଏ କ'ଣ? ତୁ କ'ଣ ବାସନ ଧୋଇଦେଲୁ? ଦୀପୁନ କହୁଛି, ମା, ତୁମେ ସମସ୍ତେ ନିଜ କାମ ନିଜେ କରୁଛ। ଆଜିଠାରୁ ମୁଁ ବି ମୋ କାମ କରିବି। ଯାଉଛି ମୋ ଗୃହ କାର୍ଯ୍ୟକୁ ଶେଷ କରିଦେବି। ଠିକ୍ ସମୟରେ ପାଠ ପଢ଼ିବି ଆଉ ଠିକ୍ ସମୟରେ ଖେଳିବି। ବାପା ସବୁ ଶୁଣି ଦୀପୁନର ପିଠି ଥାପୁଡ଼ି ଦେଇ କହିଲେ, ବା, ମୋ ପୁଅ ଏବେ ସୁନା ପିଲା। ଏଠି ଦେଖ, ଏବେ ଆମେ ଯୋଉ ପାରାଗ୍ରାଫଟା ଏଠି ପଢିଲେ ପିଲାମାନେ, ଏଠି ଦେଖ ଦୀପୁନର ଘରେ କ'ଣ କରିଛି? ଦୀପୁନର ମନ ପଡ଼ିଲା, ତାକୁ ବାପା ଡାକୁଛନ୍ତି। ତ ଦୀପୁନ ଯେତେବେଳେ ଘରକୁ ଆସିଛି, ସେ ଦେଖୁଛି ମା ରୋଷେଇ କରୁଛନ୍ତି। ଚିକି ଦିଦି ହୁଇଲ ଚେୟାରରେ ବସିକି ଚିତ୍ର କରୁଛନ୍ତି ଆଉ ମାଙ୍କ ଠାରୁ ରୋଷେଇ ଶିଖୁଛନ୍ତି। ଆଉ ବାପା କ'ଣ କଲେ? ଯେତେବେଳେ ଦୀପୁନ ଆସିଛି, ବାପା ତାକୁ ଦହିବରା ଗୋଟିଏ ପ୍ଲେଟରେ ବାଢ଼ିକି ତାକୁ ଦେଇଛନ୍ତି ଖାଇବାକୁ। ତ ଦୀପୁନ ମନେ ମନେ ଭାବିଛି, ଆରେ ମତେ ଖାଇବା ପାଇଁ ଡକା ହଉଥିଲା, ଆଉ ମୁଁ ବସିକି ହେଇଥିଲୁ ଭାବୁଛି ମତେ ପାଠ ପଢିବା ପାଇଁ ଡାକୁଛନ୍ତି। ତ ବାପା ମା ସର୍ବଦା ପିଲାର ଚତୁଃପାର୍ଶ୍ୱରେ ଉନ୍ନତି ଚାହାନ୍ତି। ତ ସେଥିପାଇଁ ସେ ପିଲାକୁ ଏଠାରେ ନିଜର ପାଳନ ପୋଷଣ କରିଛନ୍ତି। ତ ଏଠାରେ ଦୀପୁନର ମନର ପରିବର୍ତ୍ତନ ହେଇଛି। ଦୀପୁନ ଖାଦ୍ୟ ଗ୍ରହଣ କରିଛି ଓ ଖାଇସାରିଲା ପରେ ସେ ନିଜର କ'ଣ ଶ୍ରେଣୀ ଗୃହ କାର୍ଯ୍ୟ କରିବାକୁ ଯାଇଛି। ଏହି ସମୟରେ ବାପା ତାଙ୍କ ପିଠିକି ଥାପୁଡ଼ି ଦେଇଛନ୍ତି ଆଉ ଦୀପୁନ ନିଜର ଖାଇସାରିଥିବା ବାସନକୁ ସେ ନିଜେ ଧୋଇଛି। ତ ପିଲାମାନେ, ତୁମେମାନେ ମଧ୍ୟ ଯେଉଁ ସମୟରେ ତୁମେ ଖାଦ୍ୟ ଖାଉଛ, ତୁମ ଥାଳିଟିକୁ ଧୋଇବା ପାଇଁ ଚେଷ୍ଟା କର ଆଉ ଥାଳିଟି ଧୋଇ କରି ତୁମର ବାସନ ରହୁଥିବା ସ୍ଥାନରେ ଥୁଅ। ଏଇଭଳି ଭାବରେ ତୁମେମାନେ ତୁମ ଘରେ ମା ବାପାଙ୍କୁ ତାଙ୍କର କାମରେ ସାହାଯ୍ୟ କରିପାରିବ ଓ ତୁମ ନିଜେ ଠିକ୍ ସମୟରେ ତୁମର ଗୃହ କାର୍ଯ୍ୟ କର, ଠିକ୍ ସମୟରେ ପାଠ ପଢ଼ ଆଉ ଠିକ୍ ସମୟରେ ଖେଳ। ପାଠ ପଢ଼ିବା ଯେତିକି ଜରୁରୀ, ଖେଳ କୁଦ କରିବା ମଧ୍ୟ ସେତିକି ଜରୁରୀ। କାରଣ ଖେଳିବା ଦ୍ୱାରା ଆମ ଶରୀରର ଶାରୀରିକ ବିକାଶ ଓ ଗଠନ ହୋଇଥାଏ। ଏଇ ସବୁ କଥା ଯେତେବେଳେ ବାପା ଦେଖିଲେ ଦୀପୁନର, ତାର ପିଠିକି ଥାପୁଡ଼ି ଦେଇକି ବାପା କହୁଛନ୍ତି, ବା, ମୋ ପୁଅ ଏବେ ସୁନା ପିଲା। ତ ତୁମେମାନେ ଯେତେବେଳେ ଭଲ କାମ କରିବ, ସେତେବେଳେ ତୁମମାନଙ୍କୁ ବି ଏଇଭଳି ଭାବରେ ଘରେ ସମ୍ମାନ ମିଳିବ ଆଉ ତୁମେମାନେ ତମର ସମସ୍ତ ଭାଇ ଭଉଣୀଙ୍କ ଠାରୁ ଅଲଗା ଦେଖାଯିବ, ମାନେ ସବୁଠୁ ଭଲ ଦେଖାଯିବ। ତ ତମମାନଙ୍କୁ ସୁନା ପିଲା ବୋଲି ମଧ୍ୟ କୁହାଯିବ। এই বিষয়টি ଦେଖ କ'ଣ ଦେଇଛି, ଆସ କଥାବାର୍ତ୍ତା ହେବା। ତୁମ ଘରେ ତୁମେ କ'ଣ ସବୁ କାମ କର? ପିଲାମାନେ, ତମ ଘରେ ସବୁ କ'ଣ କରୁଛ? ଘର ଝାଡୁ କରୁଛ, ପୋଛା କରୁଛ, ନିଜ ଡ୍ରେସ ନିଜେ ଠିକ୍ ଜାଗାରେ ରଖୁଛ, ନିଜ ଚପଲ ସଜେଇକି ରଖୁଛ, ନିଜ ଖେଳନା ନିଜ ଦାୟିତ୍ୱରେ ରଖୁଛ। ଏଇ ସବୁ କାମ କରିବ। ବିଦ୍ୟାଳୟରେ ତୁମେ କେଉଁ ସବୁ କାମ କର? ପିଲାମାନେ, ବିଦ୍ୟାଳୟରେ ସବୁ କ'ଣ କାମ କରୁଛେ? କଳାପଟା ସଫା କରୁଛେ, ଶ୍ରେଣୀ ଗୃହ ସଫା ରଖୁଛେ, ସଫା କରୁଛେ, ଆଉ ଆମ ଫୁଲ ବଗିଚାରେ ମଧ୍ୟ ଆମେ ନୂଆ ନୂଆ ଗଛ ଲଗାଉଛେ, ବୃକ୍ଷରୋପଣ କରୁଛେ। ଠିକ୍ ଅଛି, ଏଇ ସବୁ କାମ ଆମେ କରୁଛେ। ଶାନ୍ତି ଶୃଙ୍ଖଳା ରକ୍ଷା କରି ଆମେ ପାଠ ପଢୁଛେ, ବିଦ୍ୟା ଅଧ୍ୟୟନ କରୁଛେ। ଏ କାହାଣୀଟିରୁ ତୁମକୁ କାହାର କାମ ଭଲ ଲାଗିଲା? ଏଇ କାହାଣୀଟିରେ ଆମକୁ ଦୀପୁନର କାମ ଭଲ ଲାଗିଲା। ତ ଦୀପୁନ କ'ଣ କରିଛି? ଖାଇସାରିଲା ପରେ ସେ ତାର ବାସନ ସଫା କରିଛି ଆଉ ବାସନକୁ ଦାୟିତ୍ୱରେ ରଖିଛି ଓ ସେ ତାର ପାଠ ପଢିବାକୁ ଯାଇଛି ଓ ଠିକ୍ ସମୟରେ ପାଠ ପଢିବା, ଠିକ୍ ସମୟରେ ଖେଳିବା, ଏଇଭଳି ଭଲ କାମ କରିଛି ଦୀପୁନ। ତ ତୁମେମାନେ ମଧ୍ୟ ଏଇଭଳି ଭଲ କାମ କର। ଦେଖ, ଏଇ ସବୁ ଅଛି ପ୍ରଶ୍ନ ଉତ୍ତର। ଯାହାକୁ ସବୁ ପ୍ରଶ୍ନ ଉତ୍ତର ଦରକାର ତୁମେମାନେ ସବୁ ମତେ କମେଣ୍ଟ କର ଆଉ ସମସ୍ତେ ଲାଇକ୍, ସବସ୍କ୍ରାଇବ ଆଣ୍ଡ କମେଣ୍ଟ କର। ତୁମେମାନେ କମେଣ୍ଟ କଲେ ମୁଁ ଜାଣିବି ତୁମମାନେ
ओडिशार केउं केउं दिगरु ए भिडियोटी को देखुछ आ ए वीडियो ऊपर तुम प्रश्न उत्तर जदि दरकार मते कुह मु आ ऊपर एक भिडियोटी नै आसीबी। तो तुमरो गोटे दिनर काम लेख तुमे सकाळटार उठी राति रे सोइला पर्यंत जे जे सब समय बिताउछ एठारे सब लिखि पारिबो। सबू कहानी रु केतेक नाम को बुझाउथुवा शब्द ठीक अछि एछि सब अछि सब लिखि पारिबो। तो पिला माने ए विषयटी वर्तमान एठारे समाप्त होईछि। धन्यवाद आपण माने एही क्लास रो भिडियोटी को शेष पर्यंत देखिथिबारु। पुणी थरे आमे देखा हवा आगामी एक क्लास रो भिडियो रे। रहुछि जय श्री जगन्नाथ।